ନମସ୍କାର ଫ୍ରେଣ୍ଡସ୍, ଗୋଟେ ଛୋଟ କଥାକୁ ନେଇ ମୁଁ ଆପଣମାନଙ୍କ ପାଖକୁ ଆସିଛି। ଗୋଟେ କଥା ପଚାରେ, ଯେତେବେଳେ ଝିଅ ବାହାଘର କରିଦିଅନ୍ତି ସମସ୍ତେ କୁହନ୍ତି ଶାଶୁ ଶ୍ୱଶୁରକୁ ନିଜ ବାପା ମା କରି ଚଳିବେ। ଗୋଟେ ଝିଅ ସେଇଟା ଚିନ୍ତା ବି କରେ, ହଁ ମୁଁ ମୋ ବାପା ମା ଛାଡ଼ି ଆସିଛି, ମୋ ଶାଶୁ ଶ୍ୱଶୁରକୁ ମୋ ବାପା ମା କରି ଚଳିବି। କିନ୍ତୁ କେବେ ବି ଗୋଟେ ଶାଶୁ ଶ୍ୱଶୁର କ'ଣ ବାପା ମା ହେଇପାରନ୍ତି? ହେଇପାରନ୍ତି କି? ନା। କାହିଁକି ନା ଯଦି ବାପା ମା ପାଖରେ ତୁମେ 100ଟା ଭୁଲ କରିଥିବ, ତାହେଲେ ବାପା ମା ସେ ଭୁଲକୁ କେବେ ନିଜ ମନରେ ନେବେନି। ମୋ ପିଲା ଭୁଲ କରିଦେଇଛି, ମୁଁ କ'ଣ କରିପାରିବି, ତାକୁ କେମିତି ବାଟକୁ ଆଣିବି, କେମିତି କ'ଣ କରିବି ବୁଝେଇବି, ଏସବୁ ଚିନ୍ତା କରନ୍ତି। ନା କି ସେ କଥାକୁ ବାহিରେ ଆଲୋଚନା କରନ୍ତି, ନା କି ସେ କଥାକୁ କାହା ପାଖରେ ଡିସ୍କସନ୍ କରନ୍ତି। ମୋ ପିଲା ଯଦି ଭୁଲ କରିଛି, ସେଇଟା ମୁଁ ସେ ଭୁଲକୁ କେମିତି ସୁଧାରିବି ସେଇଟା ଚିନ୍ତା କରନ୍ତି। କିନ୍ତୁ ଶାଶୁ ଶ୍ୱଶୁର ଅଲଗା କରନ୍ତି, ତା'ର ଓଲଟା କରନ୍ତି। ତାଙ୍କ ପାଇଁ ଯଦି 100ଟା ବି ତୁ ଠିକ୍ କରିଥିବୁ, 100ଟା ବି ଠିକ୍ କରିଥିବୁ, 100 ଭିତରେ ଯଦି ଗୋଟାଏ ଭୁଲ କରିଦେଲୁ ନା, ତାହେଲେ ସେ ଭୁଲ ସବୁଠୁ ଭାରି ପଡ଼ିଯାଏ। ଆଉ ଗୋଟାଏ ମିଷ୍ଟେକ୍ରେ ଶାଶୁ ଶ୍ୱଶୁର ନା, ସେଠି ବାପା ମା ହେବା ବଦଳରେ ଶାଶୁ ଶ୍ୱଶୁର ବି ହୁଅନ୍ତିନି, ଅଲଗା କିଛି ହେଇଯାଆନ୍ତି। ସେମାନେ ସଙ୍ଗେ ସଙ୍ଗେ ଆମ ବୋହୂ ଏମିତି କରିଦେଲା, ଆମ ବୋହୂ ସେମିତି କରିଦେଲା, କିନ୍ତୁ ବାପା ମା କେବେ ସେମିତି କହିବେନି, କେବେ ବି ନୁହେଁ। ବାପା ମା ଆଖିରେ ବାପା ମା ହୁଅନ୍ତି, ଶାଶୁ ଶ୍ୱଶୁର କେବଳ ଶାଶୁ ଶ୍ୱଶୁର କେବେ ବାପା ମା ହେଇପାରିବେନି, କିନ୍ତୁ ବାପା ମା କେବଳ ବାପା ମା ହେବେ।